नमस्कार समस्त को जय जगन्नाथ। आज आम सहित जड़े स्पेशल गेस्ट अच्छा पूरा मालेशिया जोड़ी मनोज साहू भाई तांकर चैनल मु पोस्ट रे देइथिली तमाने समस्त देखिथिबो। आउ पाखापाखि 30 जन 35 जन भी तांको एबे सब्सक्राइब पोस्ट थ्रो रे करिचो। तो तांकर सी मालेशिया रे रही 10 मास पाखापाखि वीडियो करछन्ती। तांकर पूर्वर आहुरी स्टोरी अछि से सब जिंस बहुत इंटरेस्टिंग कथा जानिबा केमिति से सेठी मालेशिया रे रही चाकरी करिकी ता सहित केमिति से ब्लॉग କରୁଛନ୍ତି ତା ସହିତ ଏତେ ସୁନ୍ଦର ସୁନ୍ଦର କଣ୍ଟେଣ୍ଟ ଆମମାନଙ୍କୁ ଦେଖାଉଛନ୍ତି। ତ ଆମମାନେ ତାଙ୍କୁ ତାଙ୍କ କଥା ଶୁଣିବା ଆଉ ତାଙ୍କର ଷ୍ଟୋରି ଆଜି ଶୁଣିବା। ଅ, ମନୋଜ ଭାଇଙ୍କୁ ଆମର ବହୁତ ସାରା ଭଲ ପାଇବା। ତ ମନୋଜ ଭାଇ ସେଇଠି थैंक यू। କେବେଠୁ ଷ୍ଟାର୍ଟ ହେଲା, କେବେଠୁ ଏ ବ୍ଲଗ ଜାର୍ନି ଷ୍ଟାର୍ଟ ହେଲା ଆଉ ୟୁଟ୍ୟୁବ ରେ କେବେଠୁ କାମ ଷ୍ଟାର୍ଟ ହେଲା, ଫାର୍ଷ୍ଟ ବ୍ଲଗ ଜାର୍ନି ଏଇ ଚ୍ୟାନେଲ ଟା କେବେଠୁ ଷ୍ଟାର୍ଟ ହେଲା? तो फास्ट तो समस्त को मो तरफ नमस्कार। तो आपण को भी तो ओडिसा रे जो माने देखु जंती मोर वीडियो तो सेमान को जो माने वर्तमान जो अछंती मोर सब्सक्राइब सेमान को तो नमस्कार समस्त को। तो तो ये जो ओडिया ब्लॉग मालয়েशिया केबे गोटे 8-9 मास हे जो एबा मु माने अकाउंट मु खोली एटा। तापरे आ मोर पूर्वरी भी गोटे मोर चैनल थिला माने गुनु ब्लॉग मालয়েशिया। तो प्राय लोग जानी थिबे कि नाइ सेटा माने मु तो एते फेमस नुहे। तो प्राय लोग जानी थिबे शायद। तो सेटा मोर मोर किछटा भूल पाई तो सेटा डिलीट हे गेला। तो पुणी मु एटा आ गोटे चैनल तो क्रिएट करिकी तो 8 मास हला मु एबे चलौची। तो भाईଙ୍କର आଜି ଯେତେବେଳେ ଆମେ ରେକର୍ଡ କରୁଛୁ ପାଖାପାଖି 993 ସବସ୍କ୍ରାଇबर ଏବେ ଅଛି ବୋଧେ, 993 ଆଜ୍ଞା ବୋଧେ ଆଜ୍ଞା। ଅଛି। ହଁ, ତ ଆଉ 7-8 ଜଣ ଆଗରୁ ଅଛି। ଥିଲା 960 ଥିଲା ତ ଆପଣ ଯେତେବେଳେ କମ୍ୟୁନିଟି ରେ ହଁ, ପକେଇଲେ ତ ବର୍ତ୍ତମାନ ତ ଏବେ ଆମେ 900। ଭାବୁଛୁ ଆଉ ଏଇଟା ଅପଲୋଡ ହଉ ହଉ ଭିଡିଓ ତମମାନଙ୍କୁ ସମସ୍ତଙ୍କର ଭଲ ପାଇବା ହେଇଥିବ, ସେ ତାଙ୍କର 1000 ସବସ୍କ୍ରାଇबर ହେଇଯିବ। ଆ, ତା ସହିତ ଆମେ ଗୋଟେ ବହୁତ ଯୋଉମାନେ ନୂଆ ନୂଆ ଭିଡିଓ କରୁଛୁ ତାଙ୍କ ବିଷୟରେ ବି ତାଙ୍କର ତାଙ୍କର ଷ୍ଟ୍ରଗଲ କାହାଣୀରୁ ଶୁଣିବା କି ସେ କେମିତି କଣ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଯୋଉ କହୁଛନ୍ତି ପ୍ରଥମ ଆଉ ଗୋଟେ ଚ୍ୟାନେଲ ଥିଲା ଗୁନୁ ବ୍ଲଗ, ସେଇଟା ତାଙ୍କର କଣ ପାଇଁ ଡିଲିଟ ହେଲା, ସେଇଥିରେ ସେ କହୁଥିଲେ 20,000 ସବସ୍କ୍ରାଇବର ଥିଲା। ତ 20,000 ସବସ୍କ୍ରାଇବର ଗୋଟେ ଛୋଟ କଥା ନୁହେଁ, ସେଟା ବହୁତ ସଂଘର୍ଷ କରିକି ବହୁତ ଷ୍ଟ୍ରଗଲ କରିକି ବନେଇବା ପାଇଁ ହୁଏ। ତ 20,000 ସବସ୍କ୍ରାଇବର ଥିବା ଚ୍ୟାନେଲ ତାଙ୍କର କେମିତି ଡିଲିଟ ହେଲା ତାଙ୍କ ଗୋଟେ ଶୁଣିବା। ସେଟା ସେ କେବେଠୁ ଷ୍ଟାର୍ଟ କରିଥିଲେ ଆଉ ସେ କେମିତି ସେଟା। ତ ମୁଁ ଯୋଉଟା ମୋର ଯୋଉ ଚ୍ୟାନେଲ ଟା ମୋର ଡିଲିଟ ହେଇଥିଲା ସେଟା ଆକ୍ଚୁଆଲି ମୁଁ ଯେବେ ମୁଁ ମାଲେସିଆ ମାନେ ଆସିଥିଲି 2020 ରେ ମୁଁ ମାଲେସିଆକୁ ଆସିଥିଲି। ତ ସେବେଠୁ ମାନେ ଆଗରୁ ବି ଓଡିଶାରେ ବି ମୁଁ ବ୍ଲଗ କରୁଥିଲି। ତ ଯେତେବେଳେ ମୁଁ ମାଲେସିଆକୁ ଏଣ୍ଟ୍ରି କଲି ତ ମୁଁ ଭାବି ଦେଇଥିଲି କି ହଁ ମୁଁ ଗୋଟେ ଚ୍ୟାନେଲ ଖୋଲିବି। ତ ଏଠିକାର କଲଚର ଆଉ ଯେବେ ବି ମତେ ଫ୍ରି ମିଳିଲା ତ ଆମ ଓଡିଶାର କଳା ସଂସ୍କୃତି ହଉ କି ତ ସେତିକି ମାନେ ମାଲେସିଆର କଳା ଯେତିକି ଯାହା ବି ଅଛି ତ ମୁଁ ସେଟାକୁ ବ୍ଲଗ ମାଧ୍ୟମରେ ମାନେ ଇଏ କରିବି ରିପ୍ରେଜେଣ୍ଟ କରିବି। ତ ବହୁତ ଭଲ ପାଇବା ବି ମତେ ସେଇ ଟାଇମରେ ମତେ ମିଳିଥିଲା 3-4 ତଥାପି 2 ବର୍ଷ ମୁଁ ପୁରା କଣ୍ଟିନ୍ୟୁସଲି ପୁରା ହାର୍ଡୱାର୍କ କରିଥିଲି ସେ ମାନେ ସେ ଚ୍ୟାନେଲରେ। ସେମିତି କିଛି ଭ୍ୟୁ ଆସୁନଥିଲା। ତାପରେ ଗୋଟେ ଦିଟା ଏମିତି ଚ୍ୟାନେଲ ଭିଡିଓ ମୋର ଯୋଉଠି ଭାଇରାଲ ହେଇଥିଲା ତ ସେଥିରେ ସବସ୍କ୍ରାଇବ ମୋର ଗେନ୍ ହେଇଥିଲେ। ତାପରେ ଡିଲିଟ କଣ ପାଇଁ ହେଲା ମୁଁ ସେଇଟା ଆପଣ ମାନଙ୍କୁ କହୁଛି। ତ ମୁଁ ଆକ୍ଚୁଆଲି ଧୋନି ଫ୍ୟାନ ବହୁତ। ମୁଁ ମାନେ ଆଇପିଏଲ ଯେତେବେଳେ ଚାଲିଥିଲା ସେଇ ସମୟରେ ତ ସେଇ ସମୟରେ ମୁଁ କଣ କଲି ନା ତ କିଛି କ୍ଲିପ ମାନେ ଆଇପିଏଲ ର ଯୋଉ କିଛି କ୍ଲିପ ଆଣିକି ମୁଁ ଡାଇରେକ୍ଟ ମାନେ କିଛି ଏଡିଟିଂ କରିନି। ମୁଁ ଡାଇରେକ୍ଟ ଯୋଉଟା କୁହନ୍ତିନି କପି ପେଷ୍ଟ ତ ନା କପି ଏଇଟା ପେଷ୍ଟ କରିକି ମୁଁ ଏଇଠି ଆମେ ଟିକେ ଆଉ ଟିକେ କ୍ଲିୟରିଟି ଚାହିଁବା ଆପଣଙ୍କଠୁ, କାହିଁକିନା ଏଇ ବହୁତ ଲୋକମାନେ ଏଇଠି ଭୁଲ କରନ୍ତି। କୌଣସି ଟିକେ ଫେମସ ଜିନିଷ କଣ ଟିକେ ପାଇଲେ ସେଟା କ୍ଲିପ କାଟିକି, ତ ଏଇଟା ତମେ କେମିତି କରିଥିଲ? ତାକୁ ସ୍କ୍ରିନ ରେକର୍ଡ କରିଥିଲ, ତାକୁ ମୋବାଇଲରେ ସୁଟ କରିଥିଲ, ଟିଭିରୁ କେମିତି କରିଥିଲ? ତ ଆକ୍ଚୁଆଲି ମାଲେସିଆରେ ଏଇଟା ଅଛି ତାର ମାନେ ଟିକଟକ୍ ଏଠି ତ ଇଣ୍ଡିଆରେ ତ ଯେହେତୁ ଇଣ୍ଡିଆରେ ତ ଟିକଟକ୍ ବ୍ୟାନ୍ ଅଛି। ତ ଏଠି ଟିକଟକ୍ ମାଲେସିଆରେ ଚାଲିଛି। ତ ମୁଁ ଏଠିକାର ନମ୍ବରରେ ଗୋଟେ ମୁଁ ଲଗ୍ଇନ୍ କରିକି ତ ମୁଁ ଟିକଟକ୍ ମାନେ ଦେଖୁଥିଲି। ତ ସେଥିରୁ ଟିକଟକ୍ ରେ ସେ ଭିଡିଓ ଆସିଥିଲା। ମୁଁ ଡାଇରେକ୍ଟ ଟିକଟକ୍ ଭିଡିଓ ଡାଉନଲୋଡ କରିକି ତ ମୁଁ ଡାଇରେକ୍ଟ କପି ପେଷ୍ଟ କରିଦେଇଥିଲି। ତ ଯେହେତୁ ମୁଁ ଧୋନି ଫ୍ୟାନ୍ ତ ସେଥିପାଇଁ ତ ପ୍ରଥମ ଥର ଆସିଲା ନର୍ମାଲ କପି ୱାର୍ଣିଂ ପ୍ରଥମ ଥର ମୋର ଆସିଲା ମାନେ ଚ୍ୟାନେଲକୁ କି ମୁଁ ତାକୁ ଟିକେ ଡେମ୍ କେୟାର କରିଦେଲି। ତାପରେ ସେ ଟାଇମରେ ବି ମୋ ଚ୍ୟାନେଲ ଗ୍ରୋଥ ହେଇନଥିଲା, ଏତେ ଭଲସେ ବି ହେଇନଥିଲା। ତ ତାର ପ୍ରଥମ ପୁଣି ଆଉ ଥରେ ପୁଣି ଯେତେବେଳେ ରିପିଟ ମାନେ ଇଏ କଲି ମାନେ ଭିଡିଓ ଅପଲୋଡ କଲି ତ ଫାଷ୍ଟ ୱାର୍ଣିଂ ଆସିଗଲା। ତାପରେ ମୁଁ ତ ଏଇଭଳିଆ ପୁଣି କଣ୍ଟିନ୍ୟୁ। ମୁଁ ତ ଧୋନି ଫ୍ୟାନ୍ ମାଇଣ୍ଡରେ ଭାବି ଧୋନି ଫ୍ୟାନ୍ ମୁଁ ଭାଇ ଯାହା ହବ ଦେଖାଯିବ ଆଉ। ତ ଭ୍ୟୁ ବି ଭଲ ଆସିଥିଲା। ତ ତାର ଯୋଉ ଅଫିସିଆଲ ତରଫରୁ ମୋର ଷ୍ଟ୍ରାଇକ୍ 3ଟା ଆସିଗଲା। ତାପରେ ଚ୍ୟାନେଲ ପୁରା ଡିଲିଟ।
ତ ସେଇଟା ଯୋଉମାନେ ନୂଆ ବହୁତ ଜଣ କମେଣ୍ଟ କରୁଛ, ନୂଆ ନୂଆ ବନଉଛ, ତ ଭାଇ ଆମର ଆଉ ଗୋଟେ ଚ୍ୟାନେଲ ଅଲରେଡି 20,000 ସବସ୍କ୍ରାଇବର ତିଆରି କରିଥିଲେ। ତ ଏଇ ଚ୍ୟାନେଲରେ ସେ 7 8 9 ମାସ ହେଲାଣି ପୁଣି କରୁଛନ୍ତି, ଆଉ ବଢିଆ ଭିଡିଓ ଆଣୁଛନ୍ତି। ତ ଯୋଉ ଚ୍ୟାନେଲ ଡିଲିଟ ହେଲା ସେଇଟା ତମେ ମାନେ ସମସ୍ତେ ଜାଣି ରଖିବା କଥା କି ଗୋଟେ ଯଦି ଷ୍ଟ୍ରାଇକ୍ ଆସୁଛି ତାହେଲେ 7 ଦିନ ଏବେ ଯୋଉ ନିୟମ ଅନୁସାରେ ଆପଲୋଡ କରିପାରିବନି। ତାପରେ ପୁଣି 90 ଦିନ ଭିତରେ ଯଦି ସେକେଣ୍ଡ ଷ୍ଟ୍ରାଇକ୍ ଆସିଲା, ସେ ପୁଣି ଆଉ କେତେ 15 ଦିନ ନା 90 ଦିନ ଆପଲୋଡ କରିପାରିବନି ଅଛି। ତାପରେ ଥର୍ଡ ଷ୍ଟ୍ରାଇକ୍ ଯଦି ତା ଭିତରେ ଆସିଗଲା 90 ଦିନ ଭିତରେ, ପୁଣି ଯଦି ଷ୍ଟ୍ରାଇକ୍ ଆସିଲା ତାହେଲେ ତମ ଚ୍ୟାନେଲ ଡିଲିଟ ହେଇଯିବ, ଟର୍ମିନେଟ ହେଇଯିବ। ଆଉ ସେ ଚ୍ୟାନେଲରେ ତମେ ଅପଲୋଡ କରିପାରିବନି, ସେ ଚ୍ୟାନେଲ ଡିଲିଟ ହେଇଯିବ। ତ ଏଇ ଜିନିଷ ନିହାତି ଜାଣିବା ଦରକାର, କାହିଁକିନା ଆମେ ବହୁତ ଏକ୍ସାଇଟମେଣ୍ଟ ହେଇକି ବହୁତ କିଛି କରିଦଉ। ତ ବହୁତ ଜିନିଷ ଧୈର୍ଯ୍ୟ ରଖିକି ସ୍କ୍ରିନ୍ ରେକର୍ଡିଂ ଯେତେବେଳେ କରିବ, କପିରାଇଟ୍ କି କୋଉ ମ୍ୟୁଜିକ ପକେଇବ, ତା ସହିତ ନିହାତି ଜାଣିବା ଦରକାର। ଭାଇଠୁ ଜାଣିବା କି ଯେ ମାଲେସିଆ ସେ ତାଙ୍କର ସେଇଠିକାର କାହାଣୀ କେମିତି, ମାଲେସିଆ କେମିତି ଗଲେ, ଆଉ କେତେ କଷ୍ଟ ହୁଏ ଗୋଟେ ଭ୍ଲଗ ବନେଇବା ପାଇଁ, କେମିତି ସେ ସମୟ ବାହାର କରନ୍ତି। ତ ତ ସାର୍ ଆପଣ ତ ଜାଣିଥିବେ ଆକ୍ଚୁଆଲି ଜବ୍ ପରେ ତାପରେ ଭିଡିଓ ଏଡିଟିଂ ଆଉ ବ୍ଲଗ ବ୍ଲଗ କରିବା କେତେ କଷ୍ଟ, ମାନେ ଆକ୍ଚୁଆଲି ଯିଏ ବ୍ଲଗ କରିଛି ସେ ହିଁ ଜାଣିଛି। ତ ସ୍ପେଶାଲ ମୋ କଥା ମୁଁ କହିବି, କାରଣ ମୋର ଯେତିକି ଏକ୍ସପିରିଏନ୍ସ ମୋର ଅଛି। ତ 12 ଘଣ୍ଟା ଡ୍ୟୁଟି ମାନେ ତ ଆପଣ ତ ସକାଳୁ ଉଠିବା 12 ଘଣ୍ଟା ଡ୍ୟୁଟି, ମାନେ ମୋର 8 ରୁ 8 ଡ୍ୟୁଟି 12 ଘଣ୍ଟା। ତ ମତେ ଉଠିବାକୁ ପଡେ 6ଟାରୁ। ତ 6ଟାରୁ ବାସ୍ ବ୍ରେକଫାଷ୍ଟ ହେଲା, ନିଜର ନିତ୍ୟକର୍ମ ସାରିକି ତାପରେ ଡ୍ୟୁଟି ଯିବା। ତାର 12 ଘଣ୍ଟା ଡ୍ୟୁଟି କରିସାରିଲା ପରେ ପୁଣି ଆସିକି ମୁଁ ବି ପ୍ରାୟ 12 ଘଣ୍ଟା ଡ୍ୟୁଟି ଭିତରେ ବି ବ୍ରେକ୍ ଟାଇମ ରେ ବି ମୁଁ ଭିଡିଓ ଏଡିଟିଂ କରେ। ତାପରେ ମାନେ ଆକ୍ଚୁଆଲି ମୁଁ ଯାହା ମୁଁ ଷ୍ଟ୍ରଗଲ କରିଛି, ମୁଁ ସେଇ କଥାଟା କହୁଛି। ଆଉ ଯେତେବେଳେ ମୁଁ ଟଏଲେଟ ବାହାନାରେ ବି ଟଏଲେଟ ଯାଏ ଭିତରକୁ, ବା ବ୍ଲଗ କରିଦେଇକି ମୁଁ ଏଡିଟିଂ ଲଗେଇକି ମୁଁ ଏଡିଟିଂ କରେ, ଯୋଉ ବ୍ରେକ୍ ଟାଇମରେ ଯେତେବେଳେ ମାନେ ଟାଇମ ମତେ ମିଳେ। ତ ଯେତେବେଳେ ମତେ ଟାଇମ ମିଳିଛି ମୁଁ କଣ୍ଟିନ୍ୟୁ ମୋର ଏଡିଟିଂ କରିଛି। ତାର 12 ଘଣ୍ଟା କଥା କହୁଛି ଆପଣଙ୍କୁ। ତ 12 ଘଣ୍ଟା ଡ୍ୟୁଟି ପରେ ପୁଣି ରୁମକୁ ଆସିବି। ତ 8ଟାରେ ଟାଇମ ଓଭର ହୁଏ। ତ ପୁଣି ଆସି ରୁମରେ ଆସି ପହଞ୍ଚିଲା ବେଳକୁ 8:30। ତ 8:30ରୁ ପୁଣି ନିଜ ରୋଷେଇ, ଯେହେତୁ ମୁଁ ଏକା ରୁମରେ ଅଛି ତ ରୁମମେଟ୍ ମୋର କିଏ ନାହାନ୍ତି, ତ ନିଜେ ରୋଷେଇ କରିବା ପାଇଁ ପଡେ। ତାପରେ ରୋଷେଇ କରିକି ଖାଇଲା ବେଳକୁ ରାତି 11ଟା, ମାନିଲ 11ଟା, ରାତି 10:30 11ଟା। ତାପରେ ଫ୍ୟାମିଲି ଅଛି, ତ ଫ୍ୟାମିଲି ସହିତ କିଛି କଥାବାର୍ତ୍ତା ହେଇସାରିଲା ପରେ 11:30ରେ ଲାଇଟ୍ ଫାଇଟ୍ ଅଫ୍ ହୁଏ। ତାପରେ ବସିଯାଏ ଏଡିଟରେ। ତ ଏଡିଟରେ ପୁଣି ରାତି 2ଟା 3ଟା ପର୍ଯ୍ୟନ୍ତ କଣ୍ଟିନ୍ୟୁସଲି ପୁରା ଏଡିଟିଂ କରିବା ପାଇଁ ପଡେ। ତ ବିନା ଏଡିଟିଂ ରେ ତ ଲୋକ କିଏ ଦେଖିବ, ମାନେ ନର୍ମାଲି ଆପଣ ଯଦି ଏମିତି ଭିଡିଓ ବ୍ଲଗ ବି ଛାଡିଦେଲେ କିଏ ଲୋକ କିଏ ପସନ୍ଦ ବି ଦେଖିପାରିବେ? କରିବେନି। ହୁଁ ତ ହୁଁ। କିଛି ୟୁନିକ୍, ତ କିଛି ଭିଏଫଏକ୍ସ ର ଏଡିଟିଂ, ତ କିଛି ଚେଞ୍ଜେସ୍ କରିବାକୁ ପଡେ। ତ ପୁଣି ଏଡିଟିଂ କରିକି ରାତି 2ଟା ଶୋଇକି ପୁଣି 3 ଘଣ୍ଟା ମାତ୍ର ମୁଁ ମାନେ ରାତିରେ ଶୁଏ। ତ ତାପରେ ମୁଁ ଡ୍ୟୁଟି ଯାଏ। ତ ଆପଣ ଭାବି ପାରୁଥିବେ କଷ୍ଟଟା କୋଉ ଭଳିଆ। ତ ସେଇଥିପାଇଁ ୟୁଟ୍ୟୁବରେ ଯୋଉମାନେ ସଫଳତା ଚାହୁଁଛ, ଏଇଟା ଗୋଟେ ସିଧା ରାସ୍ତା ନୁହେଁ କି ଗୋଟେ ଭିଡିଓରୁ ଜଣେ ସକ୍ସେସ୍ ପାଇଯିବ। ଏଥିରେ ବହୁତ ସଂଘର୍ଷ କରିବା ପାଇଁ ପଡେ। ତ ଯେହେତୁ ଭାଇଙ୍କର ଏକ୍ସପିରିଏନ୍ସ ଅଛି ଅଲରେଡି ଆଉ ଗୋଟେ ଚ୍ୟାନେଲରେ 20,000, ତ ତାଙ୍କର କନଫିଡେନ୍ସ ଅଛି, ସେ ନିହାତି କରିବେ ଆଉ ବହୁତ ଭଲ କରୁଛନ୍ତି। ତ ଶୀଘ୍ର ଶୀଘ୍ର ବି ଆମେ ଆଶା କରିବା, ସମସ୍ତେ ସପୋର୍ଟ କରିବା। ଭାଇ ବି ଏତେ ଇଣ୍ଟରନ୍ୟାସନାଲ ଥ୍ୟାଙ୍କ ୟୁ ଗୋଟେ ଥ୍ୟାଙ୍କ ବ୍ଲଗ କରୁଛନ୍ତି, ଆଉ ସେ ବହୁତ ବଢିଆ ବ୍ଲଗ କରିବେ। ତ ଭାଇଙ୍କୁ ପଚାରିବା, ଜଣେ ଦି ଜଣଙ୍କର କମେଣ୍ଟ ଦେଖୁଥିଲି, ଯାଇକି ଟିକେ ଗାଁରେ ଦେଖାଅ, ସଂସ୍କୃତି ଦେଖାଅ, ସେଇଟା ସେ ଯୋଉ ଚାକିରି ଭିତରେ ଏଗୁଡା କରିବା କେତେ କଷ୍ଟ, ସେ କାହିଁକି ମାନେ କେମିତି ପ୍ରେସର ଥାଏ? ତ ପ୍ରେସର କହିବାକୁ ଗଲେ ଦେଖନ୍ତୁ, ଖାଲି ମତେ ଗୋଟେ ଦିନ ହିଁ ମାନେ ଫ୍ରି ଥାଏ, ଯୋଉଟା କି ସଣ୍ଡେ। ତାପରେ ସଣ୍ଡେରେ ବି ନିଜର ରୁମ ର କାମ ବି ବହୁତ ଥାଏ, ଆପଣ ତ ସମସ୍ତେ ଜାଣିଥିବେ। ମାନେ ଡ୍ୟୁଟିରେ କହିବାକୁ ଗଲେ, ମାନେ ସଟରଡେ ଯୋଉ ଆମେ ଡ୍ୟୁଟି କମ୍ପାନୀ ଯୋଉ ଯାହା ବି ଆମେ କାମ କରୁନା, ତା 2 ଗୁଣା ସଣ୍ଡେରେ ହିଁ ଆମ ପାଖରେ କାମ ଥାଏ। କାହିଁକିନା ଡ୍ରେସ ସଫା କରୁ ଆରମ୍ଭ କରି ରୁମ ସଫା କରୁ। ତାପରେ ବି ମୁଁ ପୁଣି ସଟରଡେ ନାଇଟରେ ମୁଁ ମାଇଣ୍ଡ ସେଟ୍ କରେ କୋଉ ଜାଗାକୁ ଯିବି। ତ ତାପରେ ପୁଣି ସଣ୍ଡେରେ ମାନେ ସବୁ ନିଜ କାମ ଫାମ ସାରିକି ମୁଁ ରାତିରେ ସବୁ କାମ ସାରିଦିଏ। ମାନେ ସଟରଡେ ନାଇଟରେ ମୁଁ କିଛି ଏଡିଟିଂ କରେନି। ତ ମାନେ ନିତ୍ୟକର୍ମ କାମ ଯୋଉଟା ଆମର ଯୋଉଟା ଡ୍ରେସ୍ ହଉ କି ଯାହା ବି ହଉ, ଡ୍ରେସ୍ କୋଡ୍ କିଛି ବି ହଉ, ସଫା ବି କରେ, ରାତିରେ ମୁଁ କରିଦିଏ। ତାପରେ ରାତି 2ଟା 3ଟାରୁ 1:30 2ଟା ରାତିରେ ମୁଁ ପ୍ଲାନିଂ କରେ କୋଉ କୋଉ ଲୋକେସନ ଯିବି, କୋଉ କୋଉ ଜାଗା ଭଲ ଅଛି ବୁଲିବା ପାଇଁ। ତାପରେ ମୁଁ ସକାଳ ଆକ୍ଚୁଆଲି ମୁଁ ଟିକେ ଲେଜି ଟାଇପର ଟିକେ ଅଛି, ସକାଳୁ ଉଠିବା ପାଇଁ ମତେ ଟିକେ, କାରଣ ମୁଁ ସଟରଡେ ଲେଟରେ ଶୁଏ, ଉଠେ ସଣ୍ଡେରେ ମାନେ ଗ୍ୟାରେଣ୍ଟି ନାହିଁ କେବେ ଉଠିବି। 8ଟାରୁ ନା 5ଟାରେ ଉଠିବି, 6ଟାରେ ଉଠିବି, 10ଟା, ତାର କିଛି ଗ୍ୟାରେଣ୍ଟି ନାହିଁ। ଯେତେବେଳେ ନିଦ ଭାଙ୍ଗିଲେ ଉଠିବି। ତ ତାପରେ ମାଇଣ୍ଡ ସେଟ୍ କରି ପୁଣି କୁଆଡେ ବୁଲାବୁଲି କରିସାରିଲା ପରେ ତ ପୁଣି ପୁଣି ମାନେ ରୁମକୁ ଆସେ। ତ ଏମିତି ଆଉ। ତ ଆଗକୁ କଣ ପ୍ଲାନିଂ ୟୁଟ୍ୟୁବରେ? ସରି। ଆଗକୁ କଣ ପ୍ଲାନିଂ ଅଛି ୟୁଟ୍ୟୁବରେ?
ବାସ୍ ଏମିତି ଜାରି ରଖୁଛି ତ ପ୍ଲାନିଂ ତ ଦେଖନ୍ତୁ ପ୍ଲାନ ଗୋଟେ ପ୍ଲାନିଂ ପ୍ରଫେସନାଲ ୱେରେ ଦର୍ଶକ ଯଦି ମୁଁ କହିବେ କେତେ ଭଲ ପାଇବେ ସେଇ ଅନୁସାରେ ପ୍ଲାନିଂ ବଢିବ। ତ ସବୁଥିରେ ଆକ୍ଚୁଆଲି ଥାଏ, ସବୁ କିଛି ପଇସାରେ ମାନେ ଥାଏ, ମାନେ ନିଶ୍ଚିତ। ସବୁ କିଛି ପଇସା ଥାଏ। ତ ଆକ୍ଚୁଆଲି ମୁଁ ସଣ୍ଡେରେ ବି ଯାଏ, ମୁଁ ଯୋଉ ଜାଗାକୁ ଯାଏ ଏଠି ବହୁତ ମାନେ ଆପଣ ଗାଡିରେ ବୁକ୍ କରିକି ବି ଯୋଉ ଯୋଉ ଜାଗାକୁ ଆପଣ ଯାଆନ୍ତୁ ନା, ମିନିମମ୍ ଆପଣଙ୍କୁ 1,000 ଟଙ୍କା ମାନେ ଇଣ୍ଡିଆ ପଇସା ଆପଣ ମାନେ ଆପଣଙ୍କୁ କହୁଛି, ମାନେ 100 ମିଟର ଆପଣଙ୍କୁ ଗଲେ ଟଙ୍କା 200 ଟଙ୍କା ଖର୍ଚ୍ଚ ହୁଏ। ତ ଆପଣ ଭାବିପାରୁଥିବେ ଯେତେ ଦୂର ମୁଁ ଯିବି ତ ସେଇ ହିସାବରେ ପଇସା। ତା ଗୋଟେ ମୁଁ ବ୍ଲଗ କରିବାକୁ ମତେ କେତେ ଟଙ୍କା ଖର୍ଚ୍ଚ ହଉଛି ସେଟା ବି ଆପଣଙ୍କୁ କହିବି। ହଁ ମାନେ ନିଶ୍ଚିତ ଭାବରେ ସେଇଟା ବି ଆମର ସବୁଠୁ ଲୋ। ନୂଆ ଯୋଉମାନେ ଷ୍ଟାର୍ଟ କରିବା ପାଇଁ ଚାହୁଁଛନ୍ତି ଟ୍ରାଭେଲ ବ୍ଲଗିଂ, ତ ଟ୍ରାଭେଲ ଟ୍ରାଭେଲ ବ୍ଲଗିଂ ରେ କଣ କଣ ଜିନିଷ ଥାଏ, ଯେ କେତେ ଜିନିଷ ଅବଷ୍ଟାକଲ ଥାଏ ସେଇଟା ବି ଆମେ ଜାଣିବା ପାଇଁ ପଟୁ ଗୋଟେ ଟ୍ରାଭେଲ ବ୍ଲଗିଂ ପାଇଁ କେତେ କଣ ଜିନିଷ ପ୍ଲାନିଂ କରିବା ପାଇଁ ପଡେ। ତ ପ୍ରଥମେ ମୁଁ ମାନେ ମୋ ଏକ୍ସପିରିଏନ୍ସ ମୁଁ କହୁଛି, ତ ଫାଷ୍ଟ ପାଖରେ ପଇସା ଥିବା ଦରକାର। ଯଦି ଆପଣ ଟ୍ରାଭେଲିଂ ମାନେ କରୁଛନ୍ତି ତ ଫାଷ୍ଟ ଆପଣଙ୍କ ପାଖରେ ଯଦି ପଇସା ଯଦି ଥିବ ତାହେଲେ ମାନେ ଆଗକୁ ଯାଇପାରିବେ, ମାନେ ଆଗକୁ ମାନେ ନେକ୍ସଟ ଷ୍ଟେସନକୁ ଆପଣ ଯାଇପାରିବେ। ଯେମିତି କି ମୁଁ ଯୋଉ ଲୋକେସନ ପହଞ୍ଚିବାକୁ ଗଲେ ମତେ କମ ସେ କମ 1,000 କି 1,500 ଟଙ୍କା ଦରକାର। ତାପରେ ରିଟର୍ଣ, ତାପରେ ଖାଇବା। ତ ତ ଏଠି ତ କିଏ ସାଙ୍ଗ ନାହାନ୍ତି କି ତମକୁ ହଁ ହେଲ୍ପ କରିଦବ, ଭାଇ ହଁ ମୁଁ ତୁମ ସାଙ୍ଗ ଲେ 1,000 ଟଙ୍କା। ତ ଏଠି ସେମିତି କିଛି ନାହିଁ। ଯଦି ତମ ପାଖରେ ବି ପଇସା ନାହିଁ ତ ନିଜେ ଚାଲିକି ହିଁ ଆସିବାକୁ ପଡିବ ଏଠିକି, ମାନେ ପୁଣି ଘରକୁ ରିଟର୍ଣ କରିବାକୁ ପଡିବ। ତ ଏଇଭଳିଆ ସିଚୁଏସନ ବି ମୋ ଲାଇଫ ରେ ହେଇଛି। ତ ଯେତେବେଳେ ଗୋଟେ ଗାଡିର ଭଡା ମୋ ପାଖରେ ଥାଏ 10 ଟଙ୍କା, ମାନେ ଏଠିକାର ପଇସା 10 ରିଙ୍ଗିଟ ଥାଏ, କିନ୍ତୁ ଗାଡିର ଭଡା ଅଛି 15 ରିଙ୍ଗିଟ। ତ ଆପଣ ଭାବିପାରିବେ 5 ରିଙ୍ଗିଟ ଡିଫରେନ୍ସ। ତ ସେଠି ମୁଁ 3-4 କିଲୋମିଟର ମୁଁ ଚାଲିକି ବି ଆସିଛି ରୁମକୁ। ଆଉ କଣ କରିବି, କାହିଁକିନା ଏଠି ତ କିଏ ଭାଇ ସାହି କି ସାଙ୍ଗସାଥି ଏଇଟା ନୁହେଁ କି ଇଣ୍ଡିଆନ ତମକୁ କିଏ ହେଲ୍ପ କରିଦବ। ତ ଏଇଭଳିଆ struggle ଚାଲିଛି ଲାଇଫରେ। ଆଉ ଗୋଟେ କଥା ଭାଇ ଯୋଉଟା ଆମେ ପଚାରିବା, ଯୋଉମାନେ ନୂଆ ୟୁଟ୍ୟୁବର କି ନୂଆ ନୂଆ ଷ୍ଟାର୍ଟ କରୁଛନ୍ତି, ତ ସାଙ୍ଗମାନେ କେତେ ହେଲ୍ପ କରନ୍ତି ପ୍ରଥମ ପ୍ରଥମ, କିନ୍ତୁ ଜଣେ ଜଣଙ୍କର ସାଙ୍ଗ ତ 500 1000 ଜଣ ଥାଆନ୍ତି। ଯଦି ସାଙ୍ଗମାନେ ଚାହିଁବେ ସମସ୍ତେ ମିଶିକି ତାହେଲେ 1000 ସବସ୍କ୍ରାଇବର ତ 5 ଦିନରେ ହେଇଯିବା କଥା, ଫ୍ୟାମିଲି ମେମ୍ବର ମିଶିକି। Yes, yes, yes. ତ ତାର ଏକ୍ସପିରିଏନ୍ସ ତ କଣ ଅଛି? ଏଇଟା ଆକ୍ଚୁଆଲି ଆକ୍ଚୁଆଲି ଯୋଉ ଆପଣ ଯୋଉ ସାଙ୍ଗ କଥା କହିଲେ, ତ କୋଉମାନେ ସାଙ୍ଗ ଦେଖି ସବସ୍କ୍ରାଇବ କରିଥିବେ ତ ସେଟା ମୁଁ ଠିକ ସେ ଜାଣିନି। କିନ୍ତୁ ମୋ ହିସାବରେ କିଏ ସପୋର୍ଟ ତମକୁ କରିବେନି, କାରଣ ମୁଁ ନିଜେ ହିଁ ଟ୍ରାଏ କରିଥିଲି ଯେତେବେଳେ ଗୋଟେ ମୋର ଯେତେବେଳେ ନୂଆ ନୂଆ ୟୁଟ୍ୟୁବ ମାନେ ଷ୍ଟାର୍ଟ କରିଥିଲି। ତ ଯେତେବେଳେ ମାଲେସିଆର ଫାଷ୍ଟ ଭିଡିଓ ମୁଁ ଅପଲୋଡ କରିଥିଲି ତ ମୋର ଲିଙ୍କ ମୋ ହ୍ୱାଟ୍ସଆପ ଷ୍ଟାଟସରେ ମୁଁ ରଖିଥିଲି। ତାପରେ ଷ୍ଟାଟସ ରଖିଥିଲି, ମୁଁ ଲେଖିବି ଥିଲି ଏମିତି, ତ ଯୋଉମାନେ ମତେ ସପୋର୍ଟ କରୁଛନ୍ତି ଆଉ ଯୋଉମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି ତ ପ୍ଲିଜ ମୋ ଭିଡିଓକୁ ଯାଇକି ଗୋଟେ କମେଣ୍ଟ କରନ୍ତୁ। ମାନେ ମୋ ସର୍କଲ ସାଙ୍ଗ ସର୍କଲରେ କି ମୋର, ମୁଁ ଆଗରୁ ତ ଭିଡିଓଗ୍ରାଫି ଫଟୋଗ୍ରାଫି କରୁଥିଲି ଇଣ୍ଡିଆ ଓଡ଼ିଶାରେ। ତ ବହୁତ ସର୍କଲ ମୋର, ମୋ ଫ୍ରେଣ୍ଡ ସର୍କଲରେ ବହୁତ ଅଛନ୍ତି ପିଲା, ସବୁ ସାଙ୍ଗସାଥି ସମସ୍ତେ ଅଛନ୍ତି। ତ ସେମାନେ ସମସ୍ତେ ଦେଖିଲେ 300 ଏବଂ ସ୍କ୍ରିନସଟ ବି ଏପର୍ଯ୍ୟନ୍ତ ମୁଁ ରଖିଛି। ମାନେ 300 350 ଲୋକ ମୋ ଷ୍ଟାଟସ ଦେଖିଥିଲେ, କିନ୍ତୁ ସେଥିରେ 5 ଜଣ ହିଁ ମତେ କମେଣ୍ଟ କରିଥିଲେ, ମାନେ ଭିଡିଓକୁ ଯାଇକି ଲିଙ୍କ ଓପନ କରିକି ତ ଭିଡିଓକୁ ମାନେ ଇଏ କରିଥିଲେ। ତାପରେ ଭ୍ୟୁ ସେଥିରେ ଯାଇଥିଲା। ଯଦି ଆପଣ ଗୋଟେ ଷ୍ଟାଟସ ରଖୁଛନ୍ତି ଲିଙ୍କ ମାନେ ଦଉଛନ୍ତି, ଯଦି 300 ଲୋକ ଯଦି ମାନେ ଆପଣଙ୍କ ଷ୍ଟାଟସ ଦେଖିଛନ୍ତି, ମାନେ ସେଥିରୁ ତ 300 ଲୋକ ଅଲରେଡି ମୋର ୟୁଟ୍ୟୁବରେ ଭ୍ୟୁ ଆସିବା ଦରକାର ନା। ତ ରାଇଟ୍। ସେଥିରେ ଆଇଥିଲା କି 20 କି 15 ଜଣ ଏଇଭଳିଆ ସମଥିଙ୍ଗ ଆସିଥିଲା। ମୁଁ ତା ସ୍କ୍ରିନସଟ ବି ରଖିଛି। ତ ଟାଇମ ହେଲେ କେବେ ଆପଣଙ୍କୁ ଦେଖେଇବି। ତେଣୁ ଯେତେବେଳେ ଆମେ ସବୁବେଳେ ଷ୍ଟାର୍ଟ କରୁ ସେତେବେଳେ ସଫଳତା ସମସ୍ତେ ସାଥିରେ ଦିଅନ୍ତିନି। ତେଣୁ ଏଇଟା ହୁଏ, ଏଇଟା ବହୁତ କ୍ଷେତ୍ରରେ ହୁଏ। ଆମେ ଯେତେବେଳେ ବି ଆ, କିଛି ଜିନିଷ କରିବା ପାଇଁ ଚାହୁଁ, ଆମେ ଭାବୁ କି ଆମକୁ ସମସ୍ତେ ଯଦି ସମସ୍ତେ ସପୋର୍ଟ ଦେଇ ଦିଅନ୍ତି ତାହେଲେ ବହୁତ ଶୀଘ୍ର ଆମେ ଏଇ ଜିନିଷରେ, ଏଇଟା ସୋସିଆଲ ମିଡିଆରେ ସ୍ପେଶିଆଲି ଗ୍ରୋଥ କରିବା ପାଇଁ ସୁବିଧା ହୁଏ। ଆଉ ଯୋଉଟା ସାର୍ ଆପଣ ଏବେ ଯୋଉଟା ଯୋଉଟା ଆପଣ କହୁଛନ୍ତି ତ ଠିକ, ଯେ ସମସ୍ତେ ସପୋର୍ଟ କଲେ ତ ଗୋଟେ ଚ୍ୟାନେଲ ଗ୍ରୋଥ ହବ। ଯୋଉଟା ଆପଣ ଏବେ ବର୍ତ୍ତମାନ ତ ଛୋଟ ଛୋଟ କ୍ରିଏଟରକୁ ଆପଣ ସପୋର୍ଟ କରୁଛନ୍ତି, ତ ଓଡିଶା ସାଇଡ୍ ଆପଣ ପ୍ରଥମେ ମାନେ ପ୍ରଥମ ମାନେ ମୁଁ ଦେଖିଲି କି ହଁ ଗୋଟେ ଛୋଟ ଛୋଟ ୟୁଟ୍ୟୁବର ମାନଙ୍କୁ ତ ଏମାନେ ସପୋର୍ଟ କରୁଛନ୍ତି, ତ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ନା, ତ ଏଇଟା ଏମିତି ମୋର ଜାରି ପ୍ଲାନିଂ, ରଖନ୍ତୁ। ବହୁତ ଆଗରୁ ଏଇଟା ପ୍ଲାନିଂ ଥିଲା। ଏମିତି ହିନ୍ଦୀରେ ବି ଅଛି ଯୋଉମାନେ କି ଛୋଟ ଛୋଟ ଚ୍ୟାନେଲକୁ ସପୋର୍ଟ କରୁଛନ୍ତି। ମୁଁ ବହୁତ ଏଇଟା ଭାବିଥିଲି ଆଗରୁ ଯେ ଏମିତି ଆମ ଓଡ଼ିଶାରେ କରିବା, କିନ୍ତୁ କଥା ହଉଛି ରିଚ୍ ଦରକାର ଚ୍ୟାନେଲର। ଠିକ ଅଛି, ଏବେ କେତେଟା ଭିଡିଓରେ ଲବ ହାସଦାଙ୍କର ଭିଡିଓରେ ମୋର ରିଚ୍ ଆସିଛି ଯାହା ବି ସମସ୍ତ, ତେଣୁ ରିଚ୍ ଗୋଟେ ଦରକାର ଯେ ଲୋକମାନଙ୍କର କିଛି ପହଞ୍ଚିଲେ ତ ତମେ ତାକୁ ୟୁଜ କରିପାରିବ, ତମେ ତାଙ୍କର ହେଲ୍ପ ମାଗିପାରିବ। ଯଦି ତମ ଭିୟୁ କେହି ଭିଡିଓ ହିଁ ଦେଖୁନାହାନ୍ତି ତ ତମେ କାହାକୁ ହେଲ୍ପ ମାଗିବ? ତ ଯେତେବେଳେ ତମର ଚ୍ୟାନେଲରେ ରିଚ୍ ବଢିବ ତମେ ତାକୁ ସେମାନଙ୍କୁ ରିକ୍ୱେଷ୍ଟ କରିପାରିବ କି ତମର ଯାହା ବି ପ୍ଲାନିଂ ଅଛି ତାକୁ ଏକ୍ଜିକ୍ୟୁସନ କରିପାରିବ। ତେଣୁ ସେଇଥିପାଇଁ ଏବେ ଆମେ, ଏଇଟା ପ୍ଲାନିଂ ହିଁ ଥିଲା କି ସମସ୍ତଙ୍କୁ ହେଲ୍ପ କରିବା। ଟେକ୍ନିକାଲି ହଉ ଯେତିକି ଆମେ ଶିଖିଛେ, ଟେକ୍ନିକାଲି ବି ଆମେ ଚେଷ୍ଟା କରିବା ସପୋର୍ଟ କରିବା ପାଇଁ, ପ୍ଲସ୍ ଆମେ ମୋଟିଭେସନାଲ ହଉ କି
ଚ୍ୟାନେଲ କୁ ଗ୍ରୋଥ କରିବା ପାଇଁ ଯାହାର ଯାହାର ହେଇନି ତ ଏଇଟା ବହୁତ ଆଗରୁ ପ୍ଲାନିଂ ଥିଲା ତ ଏବେ ତାକୁ ଆମେ ଚେଷ୍ଟା କରିବା ଆହୁରି ଆଗକୁ ଆଗକୁ ଆହୁରି ଯାହା ମାନଙ୍କର ଅଛି ଯାହାର ପ୍ରୋବ୍ଲେମ ହଉଛି କି ଭଲ ଭଲ ଭିଡିଓ ପକଉଛ ତାହେଲେ କମେଣ୍ଟ କରିବେ ଏଇ ଭିଡିଓରେ। ଆଉ ଭାଇଙ୍କ ଭିଡିଓକୁ ବି ମୁଁ ଡେସ୍କ୍ରିପସନରେ ତାଙ୍କର ଲିଙ୍କ ଆଉ ଥରେ ଦେଇଦେବି। ତ ଆଉ ଯାହା ବି ଦରକାର ଅଛି ଭାଇଙ୍କର ୱାଚ୍ ଟାଇମ କେତେ ହେଇଛି? ଏବେ 1500 କେତେ 1500 ଟା କେତେ କଣ ଅଛି ମାନେ ଭଲସେ ୱାଚ୍ ଟାଇମ ବି ଭାଇଙ୍କର ଦେଖିନି। କରିଦିଅ, ତାଙ୍କ ଭଲ ଭଲ ଭିଡିଓ ଆସିବ। ସେ ବି କମେଣ୍ଟରେ କହିଛନ୍ତି ଦେଖିଥିବ ଯେ ଟିକେ ଫ୍ରି ହେଲେ ନିହାତି ଉପରେ ବହୁତ ବଢିଆ ବଢିଆ ଆହୁରି ଭିଡିଓ ଆଣିବେ। ତମମାନଙ୍କ ମନ ପସନ୍ଦ ଗାଁ ଯାଇକି ସଂସ୍କୃତି ଯାହା ବି ଚାହୁଁଛ ସେଇଭଳିଆ ଭିଡିଓ ଆଣିବେ। ତ ତାଙ୍କୁ ସେମିତି ଭଲ ପାଇବା ଦିଅ। ଆଉ ଯାହା ବି ଭାଇଙ୍କ ଜାଣିବା ପାଇଁ ଚାହୁଁଛ ମାଲେସିଆରେ କେମିତି ଭିସା ମିଳେ, ଯଦି କିଛି କେହି ଚାକିରି ବି କରିବା ପାଇଁ ଚାହୁଁଛ ଭାଇ Sure, ନିହାତି sure, ହେଲ୍ପ sure. କରିବେ। ତାଙ୍କ ଚ୍ୟାନେଲକୁ ଯାଇକି ଫଲୋ କର ତାଙ୍କୁ, ତାଙ୍କ ଇନଷ୍ଟାଗ୍ରାମରେ ଫଲୋ କର, ତାଙ୍କ ଇନଷ୍ଟାଗ୍ରାମ ଆଇଡି ବି ଦେଇଦେବି। ଆଉ ତାଙ୍କୁ ହେଲ୍ପ ନେଇପାରିବ, ସେ କେମିତି ଯାଇଥିଲେ ମାଲେସିଆ ବା ସେଠି କେମିତି ଚାକିରି କରାଯାଏ, କେତେ ଟଙ୍କା ମିଳେ, କୋଉଠି କଣ କରେ ଭାଇ ସେ ବିଷୟରେ ବି ଗୋଟେ ଭିଡିଓ କରିଦେବେ କେତେବେଳେ। ସେ ବିଷୟରେ ନିହାତି ନିହାତି। ଡିଟେଲ ଦେଇଦେବେ ଯୋଉମାନେ ବାହାରକୁ ଯିବା ପାଇଁ ଚାହୁଁଛ କିଛି ଚାକିରି କରିବା ପାଇଁ। ତ ଅ, ଆଉ ନୂଆ ୟୁଟ୍ୟୁବରକୁ କଣ କହିବେ ଭାଇ ଯୋଉମାନେ ପ୍ରଥମ ପ୍ରଥମ ଚ୍ୟାନେଲ ଷ୍ଟାର୍ଟ କରୁଛନ୍ତି? ବାସ୍ ମୁଁ ବି ନୂଆ, ମୁଁ ଏତେ ବି ପୁରୁଣା ନୁହେଁ ହଁ କି ନୂଆ ବାସ୍ ବଟ୍ କିଛି ଏକ୍ସପିରିଏନ୍ସ ଟିକେ ଏକ୍ସପିରିଏନ୍ସ ଅଛି, ଗୋଟେ 20,000 ସବସ୍କ୍ରାଇବର ଅଛି। କରିଛ, କିଛି ଏକ୍ସପିରିଏନ୍ସ ଅଛି। ତ ମୋ ହିସାବରେ ବାସ୍ ମେହନତ ମାନେ ଜାରି ରଖ କଣ୍ଟିନ୍ୟୁ। ତ ଯଦି ଆପଣ ରେଗୁଲାର ପୁରୁଣା ରହିବା ହେଇକି ପାଇଁ ପଡିବ, ଚାହୁଁଛନ୍ତି ମାନେ ଯଦି 7 ଦିନକୁ ପକଉଛ 7 ଦିନକୁ ପକେଇବ, ଯଦି ସପ୍ତାହକୁ ଦିଟା ହଁ ପକଉଛ ଦିଟା ପକେଇବ। ମାନେ ରେଗୁଲାର ଯେ ଥରେ ପକେଇଦେଲେ 6 ମାସ ପରେ ହଁ ନାହିଁ। ରେଗୁଲାର ଯଦି ଦେଖ ମୋର ମୋର ସପ୍ତାହରେ ଦିଟା କି ଗୋଟେ ମୋର ଭିଡିଓ ଆସିବ ମୋର ଫିକ୍ସ ଅଛି ମୋର ହଁ ମୁଁ ଆକ୍ଚୁଆଲି ୟୁଟ୍ୟୁବ କି ମାନେ ୟୁଟ୍ୟୁବ କି ନା ସରି ୟୁଟ୍ୟୁବ ବି ଜାଣିବେ କି ହଁ ଇଏ ଯୋଉ ଚ୍ୟାନେଲ ଟି ଏଇ ଟାଇମ ରେ ହିଁ ଅପଲୋଡ କରୁଛି। ରାଇଟ୍, ଯଦି ୟୁଟ୍ୟୁବ ଆଉ ଗୋଟେ ଆଲଗୋରିଦମ ଗୋଟେ ସେଟାକୁ ସପୋର୍ଟ କରେ, ଯଦି ସପ୍ତାହକୁ ଆସୁଛି ସପ୍ତାହକୁ ଯଦି ହଁ ଯାଉଥିବ ସେ ତାକୁ ରିଚ୍ କରାଏ। ସେମିତି ତାର ୟେସ୍ ଆଲଗୋରିଦମ ୟେସ୍। ଅଛି। ହଁ ତ ଭାଇ ଆପଣ ଆଉ ଗୋଟେ କଥା କହିବି, ଏଇ ଯୋଉ ପଛରେ ଯୋଉ ଷ୍ଟୁଡିଓ ମୋର ଦେଖିଛନ୍ତି ନା ହୁଁ ହୁଁ। ଆର ବି କାହାଣୀ ବହୁତ ଅଲଗା ଟାଇପ ର। ଆଚ୍ଛା, ମାନେ ତାର କାହାଣୀ କଣ? ଯୋଉ ତ ଏଠି ମୋ ସାଙ୍ଗରେ ଯୋଉ ରୁମମେଟ ଯିଏ ଅଛି ତ ସିଏ ଆସିବ ରାତି 9ଟା 10ଟାରେ, ସିଏ ବି ଆସିବ, ସିଏ ଖାଇକି ରେଡି 11ଟାରେ ଶୁଏ। ଆଚ୍ଛା। ତ ମୋର 11ଟାରେ ଓଭର ହୁଏ କଣ ମାନେ କାମ ମୋର ସବୁ। ତାପରେ ମୁଁ ରାତି 11ଟାରେ ବି ଆକ୍ଚୁଆଲି ମୁଁ ବି ରିଭ୍ୟୁ ଭିଡିଓ ବନେଇ, ଯୋଉ ମୁଭି ରିଭ୍ୟୁ ହେଲା। ହୁଁ ତ ସେଥିରେ ଦେଖିଛି ମୋର କେତେଟା ଗୋଟେ ରିଭ୍ୟୁ, ହଁ ରିଭ୍ୟୁ ଭିଡିଓ ବି ଦମନ ଆଉ ହଁ, ସେଇ ସବୁର ରିଭ୍ୟୁ କରିଛନ୍ତି। ତ ତ ଆଉ ଗୋଟେ ମୋର ଚ୍ୟାନେଲ ଯୋଉଟା ଅଛି ସେଥିରେ ମୁଁ ଗୋଟେ କରିଥିଲି ତ 67 କି 68K ଭିଉ ଯାଇଥିଲା ମୋର ହୁଁ ସେଥିରେ। ତାପରେ ତାପରେ ମୁଁ ଆଉ ଗୋଟେ କଣ କରିଥିଲି ନା ଭୁଲ, ତ ମୁଁ ମାନେ ମିଛରେ ଗୋଟେ ଇଏ କରିଥିଲି, ଗୋଟେ ହଁ ମାଲେସିଆରେ ବି ଦମନ ମୁଭି ତ ଅଛି, ମାନେ ଥିଏଟର ଅଛି ତ ଆମେ ଦେଖିବା ପାଇଁ ଯାଉଛୁ। ହୁଁ ଆକ୍ଚୁଆଲି ଗୋଟେ ଅଲଗା ମୁଭି କୁ ମୁଁ ଗୋଟେ ଇଏ ଶୋ କଲି କି ହଁ ଦମନ ମୁଭି ଆମେ ମାନେ ଦେଖିବା ପାଇଁ ଯାଉଛୁ। ତ ହୁଁ। ସେଥିରେ କମ୍ୟୁନିଟି ଗାଇଡଲାଇନ ଷ୍ଟ୍ରାଇକ ଲାଗିଥିଲା ମୋ ଚ୍ୟାନେଲ। ସେଟା 14 ଦିନ ପାଇଁ ମୁଁ ମାନେ 7 ଦିନ ପାଇଁ ମୋର ଭିଡିଓ ଅପଲୋଡ କରିପାରିନଥିଲି ସେଇଟା। ତ ଏଇସବୁ ଜିନିଷ ନିହାତି ଉପରେ ନୂଆ ୟୁଟ୍ୟୁବର ମାନଙ୍କ ପାଇଁ ଗୋଟେ ଅ, ମାନେ ଗୋଟେ ଶିକ୍ଷାର ବିଷୟ ଯେ ୟୁଟ୍ୟୁବରେ ଯୋଉ ଭିଡିଓ ଅପଲୋଡ କରୁଛ ତା ସହିତ କମ୍ୟୁନିଟି ଗାଇଡଲାଇନ୍ସ ଭିତରେ ନିହାତି ସତର୍କ ରହିବ, ନହେଲେ ତ ବହୁତ ବଡ ବଡ ଚ୍ୟାନେଲରେ ବି ଲସ୍ କରି ପକେଇବ। ଆଉ ବହୁତ କଷ୍ଟ କରିକି ବି 30,000 50,000 ଲକ୍ଷେ ସବସ୍କ୍ରାଇବର ଥିବା ଚ୍ୟାନେଲ ବି ଡିଲିଟ ହେଇଯାଉଛି। ତ ସେଇଥିପାଇଁ ୟା ବିଷୟ ଏଇ ଜିନିଷକୁ ନିହାତି ନଜର ରଖିବ। ଆଉ ସବୁବେଳେ ଚେଷ୍ଟା କରିବ ଯେତେ ଦୂର ସମ୍ଭବ ଅରିଜିନାଲ କଣ୍ଟେଣ୍ଟ ଦବା ପାଇଁ। ଯଦି ରୋଷ୍ଟିଂ କରୁଛ ରିଭ୍ୟୁ କରୁଛ ଯାହା ବି କରୁଛ ନିଜେ କୁହ ନିଜେ ଦେଖାଅ, ତା ବିଷୟରେ ନିଜେ କିଛି ଜିନିଷ କର। ଆଉ କମ୍ୟୁନିଟିକୁ ପୁରା ଫଲୋ କର, ନହେଲେ ବହୁତ ମାନେ କେତେବେଳେ ବି ତମ ଚ୍ୟାନେଲ ଡିଲିଟ ହେଇଯିବ, କଷ୍ଟଟା ଏତେ ଦିନର ମେହନତ ଟା ନଷ୍ଟ ହେଇଯିବ। ସେଇଟା ହଉଛି ବହୁତ ଇମ୍ପୋର୍ଟାଣ୍ଟ ଜିନିଷ। ଆଉ ତାହେଲେ ଭାଇ ବହୁତ ଭଲ ଲାଗିଲା, ପୁଣି ଆଉଥରେ କେବେ ଆମେ ଦେଖା ହବା କଥା ହବା। ଆଉ ମୁଁ ଭାବୁଛି ନିହାତି ଉପରେ ଚ୍ୟାନେଲ ସକ୍ସେସ୍ ହବ। ଆଉ ବହୁତ ଶୀଘ୍ର ନୂଆ ନୂଆ ଦେଶ ବି ଭାଇ ଯେମିତି ଥ୍ୟାଙ୍କ ୟୁ ସୋ କହୁଥିଲେ ମଚ୍। ଆଗକୁ ପ୍ଲାନିଂ ଅଛି ସିଙ୍ଗାପୁର ଅଷ୍ଟ୍ରେଲିଆ ଏଇ ସବୁ ବି ଯିବାର ଅଛି। ତ ତାଙ୍କ ସହିତ ନୂଆ ନୂଆ ଭିଡିଓ ବି ତମମାନେ ଦେଖିବା ପାଇଁ ପାଇବ। ତ ଭାଇଙ୍କ ଶୀଘ୍ର ଶୀଘ୍ର ୱାଚ୍ ଟାଇମ ବି ଫିଲ୍ଅପ୍ କରିଦିଅ, ଭାବୁଛି ଆଜି ଭିତରେ ତାଙ୍କର 1,000 ସବସ୍କ୍ରାଇବର ଟା ହେଇଯିବ। ତ ଥ୍ୟାଙ୍କ ୟୁ ଭାଇ, ଆଉ କଣ କହିବେ ଲାଷ୍ଟରେ? ଭାଇ ମୁଁ ଏଠି ନ୍ୟୁ ଯୋଉ ୟୁଟ୍ୟୁବର ଯୋଉମାନେ ଆସୁଛନ୍ତି ତ ମାନେ ୟୁଟ୍ୟୁବ ଲାଇନ ତ ସେମାନଙ୍କୁ ମାନେ ଗୋଟେ କଥା କହିବା ପାଇଁ ଚାହୁଁଛି। ତ ଭିଡିଓ ଷ୍ଟାର୍ଟ କରିବା ପୂର୍ବରୁ ପ୍ରଥମେ ୟୁଟ୍ୟୁବ ର ଗାଇଡଲାଇନ ଭଲସେ ପଢନ୍ତୁ। ଆଉ ଗାଇଡଲାଇନ କଣ ୟୁଟ୍ୟୁବ ର ଅଛି ତ ପ୍ରଥମେ ସେଇଟା କରନ୍ତୁ। ଆଜି ଯଦି ଆପଣ ଯଦି ପ୍ରଥମ ଭିଡିଓ ବି ଆପଣ ମାନେ ଛାଡୁଛନ୍ତି ତ ମାନେ କାହା ଲକ୍ କଣ ଅଛି ତାର ମାନେ କାହା ଭାଗ୍ୟରେ କଣ ସେଟା ତ ଜଣା ନାହିଁ। ଗୋଟେ ପ୍ରଥମ ଭିଡିଓ ବି ଆପଣର ଭାଇରାଲ ହେଇପାରେ, ମାନେ ମୋ ହିସାବ ମାନେ ନିଶ୍ଚିତ। ଯାହାକୁ କହୁଛି। ତ ତ ସେଇଟା ଲକ୍ ଉପରେ ଡିପେଣ୍ଡ କରେ। ତାପରେ ତମେ ଯେତେବେଳେ ଗୋଟେ ଚ୍ୟାନେଲ ନୂଆ ୟୁଟ୍ୟୁବର ଯୋଉମାନେ ଆସୁଛନ୍ତି ମାନେ ୟୁଟ୍ୟୁବ ଲାଇନ କୁ ତ ସେମାନେ ଗାଇଡଲାଇନ କୁ ପ୍ରଥମେ ପଢନ୍ତୁ। ତ ୟୁଟ୍ୟୁବ ର ଗାଇଡଲାଇନ କଣ ଅଛି, ତମକୁ ଗାଇଡଲାଇନ ଏଗନେଷ୍ଟ ଆମେ ନ ଯିବା ଠିକ।
ତ ସବୁ ଗାଇଡଲାଇନ ସବୁ ପଢି ସାରିଲା ପରେ ସବୁ ସଠିକ ଜାଣି ସାରିଲା ପରେ ତାପରେ ୟୁଟ୍ୟୁବରେ କାମ କରନ୍ତୁ ତ ନିହାତି ରୂପେ ତ ଚ୍ୟାନେଲ ଗ୍ରୋଥ କରିବ। ଥ୍ୟାଙ୍କ ୟୁ ଭାଇ, ବହୁତ ବଢିଆ ଲାଗିଲା। ପୁଣି ଆଉଥରେ ଦେଖା ହବା, କେବେ କଥା ହବା। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।